କଣ ବିଷମ ଦିଗକୁ ଗତି କଲା। ଭାବିଥିଲି କୁରୁ ପାଣ୍ଡବକୁ ପ୍ରତିକୂଳ କରାଇ ମନର ଅଭିଳାଷ ପୂର୍ଣ୍ଣ କରିବା, କିନ୍ତୁ ହେଲା କଣ? ଗଣ୍ଡାବଧି କାମ୍ୟ ସାଧ କରି କୁରୁ ପାଣ୍ଡବ ଏକତ୍ରିତ ହୋଇଗଲେ। ପରିଶ୍ରମ କରିବାଟା ନିର୍ଥକ ହୋଇଗଲା। ନାରାୟଣ ନାରାୟଣ ନମୋ ନାରାୟଣ। ଦେବର୍ଷି ପ୍ରଣାମ ଗ୍ରହଣ କରନ୍ତୁ। ଦେବର୍ଷି କଲ୍ୟାଣନୀୟ ଶଙ୍କୁନି, ବୃଥା ହେବ କାହିଁକି ଶଙ୍କୁନି? ଜାଣିନା ତୁମେ ଆମର କଳ୍ପନା ନିଶ୍ଚୟ ଯୁଧିଷ୍ଠିର ହେବ ବନବାସ। କିଚକର ଭାରା ନ ସହି ମେଦିନୀ ଗୁହାରି କରୁଛି ନାରାୟଣ ପାଶେ। ପୁଣି କେତେ ପାପୀ କେତେ ଅଭିଶପ୍ତ ଅଛନ୍ତି ଅରଣ୍ୟ ଯୁଧିଷ୍ଠିର ଦାସନେ, ସେମାନେ ହେବେ ଅପବର୍ଗ। ଦ୍ୱିତୀୟ ପଶାରେ ଖଳ ଦୁର୍ବଳ ହୋଇ ଯୁଧିଷ୍ଠିର ପରାଜୟ ହୋଇଛନ୍ତି। ତାହେଲେ ପାଣ୍ଡବ ମାନଙ୍କ ବନବାସ ସୁନିଶ୍ଚିତ ତ ମହର୍ଷି? ହଁ ସୁନିଶ୍ଚିତ। ବର୍ତ୍ତମାନ ଦେଖିବେ, ରୁହନ୍ତୁ ଆପଣ ଏଇ ଅଳିନ୍ଦ ଉପରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ। ମୁଁ ଏ ମୁହୂର୍ତ୍ତେ ଆସୁଛି। ନାରାୟଣ ନାରାୟଣ ନମୋ ନାରାୟଣ। ଆଜି ପାଣ୍ଡବ ମାନଙ୍କୁ ନିଶ୍ଚୟ ବନବାସ ପଠାଇବି। ଦୁର୍ଯ୍ୟୋଧନ, ଶକୁନି ତୋର ମନ୍ତ୍ରୀ ନୁହେଁ ଦୁର୍ଯ୍ୟୋଧନ। ସେ ଗୋଟେ ମନ୍ତ୍ରକାରକ। ସେହି ମନ୍ତ୍ରରେ ତୋର କୁରୁ ବଂଶକୁ କରିବି ଧ୍ୱଂସ। ମୋ ନା ଶକୁନି, ସରେ ସମୂଳେ କୁରେ କୁରୁକୁଳ ନିପାତ। ସମୂଳେ କୁରୁକୁଳ ନିପାତ କରି ଅପେକ୍ଷା କରନ୍ତୁ ମାତୁଳ। ଭଣଦା ପାଣ୍ଡବକୁ କରାଇବାକୁ ହେବ ବନବାସ। ନିହାତି ବାସ୍ତବିକ ମାତୁଳ। ଯୁଧିଷ୍ଠିର ଯଦି ଦ୍ୱିତୀୟ ପଶାରେ ପରାଜୟ ବରଣ କରିଛନ୍ତି, ତାଙ୍କର ଏ ରାଜ୍ୟରେ ରହିବା କୌଣସି ଅଧିକାର ନାହିଁ। ଏଣୁ ତ୍ରୟୋଦଶ ବର୍ଷ ବନବାସ କରନ୍ତୁ। ରାଜ୍ୟରୁ କିଛି ଦାୟତ ପାଇବେ।
ଅର୍ଜୁନ ଗୋଟିଏ ନୂତନ ସ୍ୱର୍ଗ ରଚନା କରିଛି। ସନ୍ଧ୍ୟାବେଳୀ ଧର୍ମୀରୁ ନାହିଁ ସମିତ୍ରଣ, କୌରବ ପାଣ୍ଡବ ତୁରନ୍ତ କେବଳ ପାର୍ଥ ପୁତ୍ର ନାଗାର୍ଜୁନ ଶ୍ରଦ୍ଧା ଦୃଷ୍ଟି ରଖିଛନ୍ତି କଳ୍ପବ କ୍ଷେତ୍ରରେ। ସେ ଭୟ ଦେଖନ୍ତୁ ନାହିଁ ଗୁରୁଦେବ। ମାତୁଳ ଯେ ମୋର ବାଚସ୍ପତି, ତାଙ୍କରି କଥାରେ ପରିଚାଳିତ ମାନ ଗୋବିନ୍ଦ ଦୁର୍ଯ୍ୟୋଧନ। ଭଣଜା ମାମୁ ତୋର ମନ୍ତ୍ରୀ ପଦରେ ଥିବା ଯାଏ ରାଜା କରାଇବି ଦୁର୍ଯ୍ୟୋଧନ, କିନ୍ତୁ ମାତୁଳ ଯୁଧିଷ୍ଠିରଙ୍କର ପଶା ଖେଳରେ ପରାଜିତ ତ୍ରୟୋଦଶ ବର୍ଷ ବନବାସ କରନ୍ତୁ। ଖାଲି ସେତିକି ନୁହେଁ ଭଣଜା, 13 ବର୍ଷ 13 ଦିନ ମଧ୍ୟରୁ 12 ବର୍ଷ ଖୋଲା ଖୋଲି ବନବାସ, ଆଉ 1 ବର୍ଷ 13 ଦିନ ଅଜ୍ଞାତବାସ। ସେଥିରେ ଯଦି ପାଣ୍ଡବ ମାନେ ଦୃଷ୍ଟିଗୋଚର ହୁଅନ୍ତି, ପୁଣି ସେଇ ବନ୍ୟ ଧର୍ମ ଗ୍ରହଣ କରିବେ ଭଣଜା। ମୁଁ ସେହି ସର୍ତ୍ତକୁ ମାନି ନେଉଛି ମାତୁଳ, କିନ୍ତୁ ସେଥିରେ ଆଉ କିନ୍ତୁ ଫିନ୍ତୁ ନାହିଁ ଭଣଜା, ସେଥିରେ କିନ୍ତୁ ଫିନ୍ତୁ ନାହିଁ। ରାଜ୍ୟର ଭାଗ ଆଦାୟ କରିବା ଏ ନାଲି ଆଖି ଆଉ କେତେ ଦିନ ସହିବ ଅର୍ଜୁନ? ଦିନ ଆସିବ ଶତ ଯୋଗରେ ଦିନେ ଜଳାଇ ଦେବ ପ୍ରତିହିଂସାର ତୁଫାନ ଅନନ୍ତ। ଦିନେ ବହିଯିବ ରକ୍ତର ବୈତରଣୀ ଏହି ଭାରତ ଭୂମିରେ। ଛପାଇ ରଖ ପାର୍ଥ ତପ୍ତ ନାଲି ଆଖି, ଭାରତର ଉଚ୍ଚତମ ସର୍ବଶ୍ରେଷ୍ଠ ପ୍ରଧାନ ଶାସକ ମୋର ଶାସନ କାଳ ଚିରଦିନ ଅକ୍ଷୁର୍ଣ୍ଣ ରହିବ। ଦୁର୍ଯ୍ୟୋଧନ କିନ୍ତୁ ଭାବି ଦେଖ ହେ ମାନବ ବିଗ୍ରହ, ଏହି ପ୍ରତିବାଦର ଦିନେ ସୁନାର ଭାରତ ଚୂର୍ଣ୍ଣ ବିଚୂର୍ଣ୍ଣ ଏବଂ ଭାଙ୍ଗି ପଡ଼ିବ ତୁମର ଶାସନ କାଳ। ରୁଧି ରକ୍ତେ ଜର୍ଜରିତ ହେବ ଏହି ସୁନାର ଭାରତ। ବାସ୍ତବିକ ଦ୍ରୋଣାଚାର୍ଯ୍ୟ ବିଦାରିତ ହେବା ଦିନେ ଲୋହ ସମବୁକେ ବିଲୁପ୍ତ ପାଇବ ଶକୁନିର ଲଗାଯୋଡ଼ା ସମ୍ବିଧାନ। ଲଗାଯୋଡ଼ା ସମ୍ବିଧାନ। ଶୁଣ ସର୍ବ ସଭା ସତ୍ଗଣ, ଆଜି ଉଚ୍ଚ କଣ୍ଠରେ ବକ୍ତୃତା ଦଉଛି। ପାଣ୍ଡବ ହୁଅନ୍ତ ବନ୍ୟ ଧର୍ମୀ, ଶାସନ କାଳର ଶତ୍ରୁ ଗୁରୁପତି, ବନ୍ୟ ପ୍ରାଣ ଗ୍ରାମ କୁଳ ଯିବା ଜମାଳୟ ଦୁର୍ଯ୍ୟୋଧନ ଅନେସ୍ପଦ ଭାଇ ରହିଲା ଓରି ଭାଗେ କୌରବ ବିନାଶ ସାଧନେ ତୁମେ ଗର୍ଜନ କରନି ଭୀମ, ଚିରଦିନ ଲାଗି ବଚସ୍କର ତୁମେ, ନୀରବରେ ରୁହ ତୁମେ।
ଶୃଙ୍ଖଳା ବନ୍ଦ କରନ୍ତୁ। ଆପଣମାନଙ୍କର ଆଦେଶ ପାଳନ କରି ମୁଁ ଅରଣ୍ୟବାସ ଭୋଗ କରିବି। ପାଣ୍ଡବ ମାନଙ୍କୁ କରାଇ ବନବାସ ଏକାନ୍ତ ଚକ୍ରବର୍ତ୍ତୀ ହେବି ଏ ଭାରତ ପଞ୍ଚକଟକରେ ଆସନ୍ତୁ ସର୍ବେ ଅଧିକାର ଚଳାଇବ এই মোর বাউন ভার গদা মনে রাখ দুর্যোধন মো আসছি ବିପ୍ଳବ କରନ୍ତୁ ନା କାହିଁ? ମୁଁ ମୋର ଭାତୃଗଣକୁ ନେଇ ବନ୍ୟା ଧର୍ମ କରୁଛି ଅବଲମ୍ବନ। ଚାଲ ଚାଲ ଅନୁଜ ଗଣ, ପ୍ରକୃତରେ ଆମର ଏଇଠାରେ କୌଣସି ଅଧିକାର ନାହିଁ। ଅଧିକାର ଅଛି କେବଳ ଏଇ କୁନ୍ତ ମାନେ ହଁ ଅଧିକାର ଅଛି କେବଳ ଏଇ କୁନ୍ତ রাজ্যর ভাগ আদায় করিব অর্জুনের লক্ষ বলে কাণ্ড লক্ষ বলে কৰিব সহদেৱৰ নখা দৰ্পণ সহদেৱৰ নখা দৰ্পণ কি চমৎকার ফুটানি এ আশা সবু মাটিরে মিশিଯିବ ভাই তয় 10 বনবাস কলা পরে পণ্ডু ହେବ তবে ଆସନ୍ତୁ ସଖା ମାମୋ ଆଉ ହସୁଛ କଣ ଭଣଜା? ଶକୁନି ମନ୍ତ୍ରୀ ପଦରେ ଥିବା ଯାଏ ଦେଖ ଶାସନ ଗତି କେମିତି କରୁଛି। ଶାସନ ଦୃଢ ଗତି କରୁଛି। ଦେବେ ଆସନ୍ତୁ ସର୍ବେ ଦେଖି ନାହିଁ କେବେ ଅରଣ୍ୟ ଅନ୍ଧା ସମ ରହିଥିଲେ ରାଜନ୍ତପୁରେ। ଏହି ଯେ ସୁନ୍ଦର ବନ ପଥରୁ ଫେରାଇ ନେଲେ ବୃଦ୍ଧ ମାତାଙ୍କୁ ଆମର କାକାଶ୍ରୀ ବିଦୁର। ଚିନ୍ତା ନାହିଁ ଅନୁଜ ଗଣ, ଆସ ସର୍ବେ ଉଲ୍ଲାସ ମନରେ ରଖିବେ ଗୋବିନ୍ଦ ଜାଣି ଆମର ଅନ୍ତର ବେଦନା। এই গোবিন্দ হই ভৌণী সর্বহরা ভৌণী পরিত্যাগ করুছ ধর্ম দেব ତାଙ୍କର କୌଣସି ଭୁଲ ନାହିଁ ଭାଇ। ଏ କେବଳ ଆମର ଅତୀତର ଲିଖନା। ଭାଗ୍ୟ ଖରାପରେ ଯାହା ଲିପିବଦ୍ଧ ତାହା ଭୋଗିବା ଆବଶ୍ୟ। শ্রীকৃষ্ণ গোবিন্দ হরে মুরারি হে নাথ নারায়ণ বাসুদেব শ্রীকৃষ্ণ গোবিন্দ হরে মুরারি হে নাথ নারায়ণ বাসুদেব রাধে 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 রাধে
রাধে রাধে ପ୍ରଣାମ କେଶବ। ସୁଲଭରେ ହେଉ ବନବାସ। ଆଜି ତ ଦୁର୍ଯ୍ୟୋଧନର ଗୋଟିଏ ନୂଆ ଯୋଜନା। ସମ୍ରାଟ କୁରୁପତି ଆଉ ପାଣ୍ଡବମାନଙ୍କର ବନବାସ। ଆଜିଠାରୁ ରୋପଣ କଲା ଅହଙ୍କାରୀ ବିପ୍ଳବର ମଞ୍ଜି। ଦିନହୀନ ସଜାଇଲା ସଖାଗଣେ ମୋର। ଏଇ ତ ଦେଖୁଛନ୍ତି ତ ସଖା। ଆହୁରି ଦେଖିବି। ଦେଖି ଦେଖି ବିବ୍ରତ ହୋଇବ କୃଷ୍ଣ। ଧନ୍ୟରେ ନିୟନ୍ତି ଧନ୍ୟ ତୋର ବିଡ଼ମ୍ବନା। ଯହିଁ ଧର୍ମ ତହିଁ ନିର୍ଯାତନା। ଯେଉଁଠି ସତ୍ୟ ସେଇଠି ପୁଣି ମିଥ୍ୟାର ଅଭାଷଣ। ସେଇଟା ସବୁ ଆପଣଙ୍କ ଲୀଳା ଲୀଳାମୟ। ତୁମେ ଆଉ ବ୍ୟସ୍ତ ହୁଅ ନା ବୃକୋଦର। ଛାତିକୁ ପାଷାଣ କରି ବନବାସ ସମ୍ପୂର୍ଣ୍ଣ କର। ମୋର ଭଗ୍ନୀ ସୁଭଦ୍ରା ଗର୍ଭପୂର୍ଣ୍ଣ। ଏଣୁ ମୁଁ ତାକୁ ସଙ୍ଗରେ ନେଇ ଯତ୍ନ କରୁଛି। ଆପଣମାନେ ନିର୍ଭୀକ ଭାବରେ ବନବାସ ସମ୍ପୂର୍ଣ୍ଣ କର। ତୁମେ ମୋର ପୃଥିବୀ ଆପ ତେଜ ବାୟୁ ଆକାଶ ପଞ୍ଚଭୂତ ଆତ୍ମା। ଏଇଠାରୁ ଆଉ କେଉଁ ମନ ଆସିବ ଗୋବିନ୍ଦ। କାମାକ୍ଷା ଜଙ୍ଗଲ। ତୁମେ ଯାଅ ସଖା। ସୁଭଦ୍ରାଙ୍କୁ ନେଇ ବିଦାୟ କରୁଛି। ଆସ ଆସ ଭଦ୍ରା। শ্রীকৃষ্ণ গোবিন্দ হরে মুরারি হে নাথ নারায়ণ বাসুদেব শ্রীকৃষ্ণ গোবিন্দ হরে মুরারি হে নাথ নারায়ণ বাসুদেব ଆସ ଆସ ଅନୁଜଗଣ। କାମେ କବନେ ଗମନ କରିବା। ତେବେ ଚାଲନ୍ତୁ ଭାଇ।